ଆରେ ମୁଁ ମିଶିବା ପାଇଁ ଚାହୁଁନଥିଲି ଫିର୍ ବି ମତେ ମିଶିବାକୁ ପଡିଥିଲା। ମୁଁ ସେଠାକୁ ଯିବାକୁ ଚାହୁଁନଥିଲି ଫିର୍ ବି ମତେ ଯିବାକୁ ପଡିଥିଲା। ମୁଁ ତାଙ୍କ ସାଙ୍ଗେ କଥାବାର୍ତ୍ତା କରିବାକୁ ଚାହୁଁନଥିଲି ଫିର୍ ବି ମତେ କଥାବାର୍ତ୍ତା କରିବାକୁ ପଡିଥିଲା। ମୁଁ ଭିଡିଓ ରେକର୍ଡିଂ କରିବାକୁ ଚାହୁଁନଥିଲି ଫିର୍ ବି ରେକର୍ଡିଂ କରିବାକୁ ପଡିଥିଲା। ଇଂଲିଶରେ କଣ ହବ? ଷ୍ଟ୍ରକ୍ଚରଟା ଟିକେ ଅଖାଡ ଲାଗୁଛି ସାର୍। ଲମ୍ବା ଲମ୍ବା ସେଣ୍ଟେନ୍ସ କରୁ, ଛୋଟ ଛୋଟ ସେଣ୍ଟେନ୍ସ କରୁନାହାନ୍ତି ସାର୍। ଠିକ ଅଛି, ମତେ ଏଇଟା କରିବାକୁ ମୁଁ ଚାହୁଁନଥିଲି, ଆଇ ଡିଡଣ୍ଟ ୱାଣ୍ଟ ଟୁ, କିନ୍ତୁ କରିବାକୁ ପଡିଥିଲା, ବଟ୍ ଆଇ ହ୍ୟାଡ୍ ଟୁ। ମୁଁ ସେଟାକୁ ଯିବାକୁ ଚାହୁଁନଥିଲି, ଆଇ ଡିଡଣ୍ଟ ୱାଣ୍ଟ ଟୁ ଗୋ ଦେୟର, କିନ୍ତୁ ଯିବାକୁ ପଡିଥିଲା, ବଟ୍ ଆଇ ହ୍ୟାଡ୍ ଟୁ ଗୋ ଦେୟର। ଓହୋ, ଆଇ ଡିଡଣ୍ଟ ୱାଣ୍ଟ ଟୁ ଟକ୍ ଟୁ ହିମ୍, ବଟ୍ ଆଇ ହ୍ୟାଡ୍ ଟୁ ଟକ୍। ମତେ ଭିडियो ରେକର୍डिଂ କରିବାକୁ ଇଚ୍ଛା ନଥିଲା ଫିର୍ ବି ରେକର୍ଡିଂ କରିବାକୁ ପଡିଥିଲା, ଆଇ ଡିଡଣ୍ଟ ୱାଣ୍ଟ ଟୁ ରେକର୍ଡ ଦ ଭିडिଓ, ବଟ୍ ଆଇ ହ୍ୟାଡ୍ ଟୁ ଡୁ ଇଟ୍। ମତେ ତାଙ୍କ ଘରକୁ ଯିବାକୁ ଇଚ୍ଛା ନଥିଲା ଫିର୍ ବି ଯିବାକୁ ପଡିଥିଲା, ଆଇ ଡିଡଣ୍ଟ ୱାଣ୍ଟ ଟୁ ଗो ଟୁ ହିଜ୍ ହାଉସ୍, ବଟ୍ ଆଇ ହ୍ୟାଡ୍ ଟୁ ଗୋ। ଆଚ୍ଛା, ମତେ ଭିडिଓ ଏଡିଟିଂ କରିବାକୁ ଇଚ୍ଛା ନଥିଲା ଫିର୍ ବି ଏଡିଟିଂ କରିବାକୁ ପଡିଥିଲା, ଆଇ ଡିଡଣ୍ଟ ୱାଣ୍ଟ ଟୁ ଏଡିଟ୍ ଦ ଭିडिଓସ୍, ବଟ୍ ଆଇ ହ୍ୟାଡ୍ ଟୁ। ମତେ ଆଜି ଆଇଜି ପାର୍କ ଯିବା ପାଇଁ ଇଚ୍ଛା ନଥିଲା କିନ୍ତୁ ଆସିବାକୁ ପଡିଥିଲା। ହାଉ ୟୁ ସେ ଇନ୍ ଇଂଲିଶ? ମୁଁ ତ ଜାଣିନି, ଆପଣ ଟିକେ ମୁଣ୍ଡ ଖର୍ଚ୍ଚ କରନ୍ତୁ, ପୁଟ୍ ଦ କମେଣ୍ଟସ୍, ଇଂଲିଶ ମାନେ ଫଲୋ କରନ୍ତୁ, ଇଂରାଜୀ ଶିଖନ୍ତୁ।